ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଆଦିମ ମାନବର କଳ୍ପନାଗୁଡ଼ିକୁ ବାସ୍ତବତାର ରୂପ ଦେଇପାରିଛି ବିଜ୍ଞାନ। କୃଷି, ଶିଳ୍ପ, ଶିକ୍ଷା, ଚିକିତ୍ସା, ମନୋରଞ୍ଜନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଆମର ପ୍ରଗତି ପାଇଁ ବିଜ୍ଞାନ ଯୋଗାଇ ଆସିଛି ତା'ର ଆକୁଣ୍ଠ ପୃଷ୍ଠପୋଷକତା। କେବଳ ସେତିକି ନୁହେଁ, ବିଜ୍ଞାନ ସାହାଯ୍ୟରେ ମଣିଷ ଗଢ଼ିପାରିଛି ତା'ର ସାମାଜିକ ସ୍ଥିତି ଓ ବିକାଶ। ବିଜ୍ଞାନର ଅଭ୍ୟୁଦୟ ଫଳରେ ମନୁଷ୍ୟ ସମାଜକୁ ଅଜ୍ଞତା ଓ ଅନ୍ଧବିଶ୍ୱାସ ଦୂର ହୋଇପାରିଛି। ଆଧୁନିକ ସମାଜ ଯେ ବିଜ୍ଞାନର ଦାନ, ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ। ମେମୋରି କାର୍ଡ଼ ଠାରୁ ଆରମ୍ଭ କରି ଉଡ଼ାଜାହାଜ ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷ ଆମକୁ ମିଳିଛି ବିଜ୍ଞାନ ଦ୍ୱାରା। ଦୈନନ୍ଦିନ ଜୀବନରେ ଖାଦ୍ୟ, ପାନୀୟ, ବସ୍ତ୍ର, ବାସଗୃହ ଏସବୁ ଦୈନିକ ସମସ୍ୟାର ସମାଧାନରେ ବିଜ୍ଞାନର ପ୍ରମୁଖ ଭୂମିକା। ହିଟର, ଫ୍ରିଜ୍, ୱାସିଂ ମେସିନ୍, ଗ୍ୟାସ୍ ଚୁଲା ଆଦି ମନୁଷ୍ୟର କାର୍ଯ୍ୟକୁ ସହଜ କରିଛି। ବିଦ୍ୟୁତ୍ ମନୁଷ୍ୟ ପାଇଁ ହୋଇଯାଇଛି ଅପରିହାର୍ଯ୍ୟ। ଗମନାଗମନର ସୁବିଧା ପୃଥିବୀକୁ କ୍ଷୁଦ୍ରପ୍ରାୟ କରିଦେଇଛି। ଏପରି ଦୈନନ୍ଦିନ ଜୀବନରେ ବ୍ୟବହାର୍ଯ୍ୟ ଅନେକ ଦ୍ରବ୍ୟ ବିଜ୍ଞାନର ଆଶୀର୍ବାଦରେ ମନୁଷ୍ୟ ପାଖରେ ଉପଲବ୍ଧ। ଆମର ଦୈନନ୍ଦିନ ଜୀବନକୁ ସରଳ ଓ ସାବଲୀଳ କରିବାରେ ବିଜ୍ଞାନର ଭୂମିକା ସର୍ବଜନ ସ୍ୱୀକୃତ। ପ୍ରାକୃତିକ ପରିବେଶ ବ୍ୟତୀତ ପୃଥିବୀରେ ଦେଖାଯାଉଥିବା ପ୍ରତ୍ୟେକ ପଦାର୍ଥ ବସ୍ତୁ ବିଜ୍ଞାନର ଅବଦାନ। ବିଜ୍ଞାନ ମାନବ ଜାତିର ଯେଉଁ ମହନୀୟ କଲ୍ୟାଣ ସାଧନ କରୁଛି, ତାକୁ ସହଜରେ କେହି ଅସ୍ୱୀକାର କରିପାରେ ନାହିଁ। ମହାସମୁଦ୍ରରୁ ମହାକାଶ ପର୍ଯ୍ୟନ୍ତ ବିଜ୍ଞାନ ମାନବ ସମାଜକୁ ଦେଇ ଚାଲିଛି ଗୋଟିଏ ପରେ ଗୋଟିଏ ଉପହାର। ଚିକିତ୍ସା ବିଜ୍ଞାନର ଅଗ୍ରଗତି ଆଜି ମଣିଷକୁ କରିଛି ସୁସ୍ଥ ଓ ନିରୋଗ। ବହୁ ମାରାତ୍ମକ ବ୍ୟାଧିକୁ ବିଜ୍ଞାନ ବଳରେ ଆୟତ୍ତ କରାଯାଇପାରିଛି। ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ଆବଶ୍ୟକତା ପାଇଁ ବିଜ୍ଞାନ ସହାୟତାରେ ସଫଳ ହୋଇପାରିଛି ସବୁଜ ବିପ୍ଳବ ଓ ଶ୍ଳେତ ବିପ୍ଳବ। କମ୍ପ୍ୟୁଟର ବ୍ୟବହାର ବଢ଼ାଇ ପାରିଛି ମନୁଷ୍ୟର କାର୍ଯ୍ୟଦକ୍ଷତା। ଶିକ୍ଷା କ୍ଷେତ୍ରରେ କାଗଜ ପୁସ୍ତକାଦିର ମୁଦ୍ରଣ ତଥା ଆଧୁନିକ ସମୟରେ ଇଣ୍ଟରନେଟ୍ ଆଣିପାରିଛି ବୈପ୍ଳବିକ ପରିବର୍ତ୍ତନ। ଟିଭି, ରେଡ଼ିଓ ଓ ମୋବାଇଲର ବ୍ୟବହାର ପୃଥିବୀକୁ ଏକ କ୍ଷୁଦ୍ର ପରିଧିରେ ଆବଦ୍ଧ କରିଦେଇଛି। ମନୁଷ୍ୟର ମନୋରଞ୍ଜନ ପାଇଁ ଚଳଚ୍ଚିତ୍ର ହୋଇପାରିଛି ଏକ ବଳିଷ୍ଠ ମାଧ୍ୟମ। ନିଜ ସୁରକ୍ଷା ପାଇଁ ମନୁଷ୍ୟ ତିଆରି କରିଛି ଅସ୍ତ୍ରଶସ୍ତ୍ର ରୂପକ ଅମୋଘ ରକ୍ଷା କବଚ। ମହାକାଶରେ ଉପଗ୍ରହର ଅବସ୍ଥିତି ମନୁଷ୍ୟ ପାଇଁ ପାଲଟିଛି ବରଦାନ ସଦୃଶ। ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମନୁଷ୍ୟ ସଜାଗ ହୋଇ ରହୁଛି। କହିବାକୁ ଗଲେ ଆଜି ବିଜ୍ଞାନ ମାନବର ଜୀବନଯାତ୍ରାକୁ ନିୟନ୍ତ୍ରଣ କରୁଛି। ମୁଦ୍ରାର ଦୁଇ ପାର୍ଶ୍ୱ ପରି ବିଜ୍ଞାନର ଏକ ଅଲୋଡା ପାର୍ଶ୍ୱ ମଧ୍ୟ ରହିଛି। ଯେଉଁ ବିଜ୍ଞାନ ମାନବ ଜୀବନର ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ଜନ୍ମ ନେଇଥିଲା, ତାହା ଆଜି ବିଶ୍ୱର ମହାନ ସଭ୍ୟତା ଓ ସଂସ୍କୃତିକୁ ଭସ୍ମସାତ କରିଦେବାକୁ ଉଦ୍ୟତ। ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଭୟଙ୍କର ଶକ୍ତି ପରୀକ୍ଷା ଏବଂ ପାରମାଣବିକ ପ୍ରଚେଷ୍ଟା ଫଳରେ ଏହି ସବୁର ସୃଷ୍ଟି ଏକ ଅଜ୍ଞାତ ଆଶଙ୍କା ଏବଂ ଅସ୍ଥିର ଉଦ୍ବେଗରେ କମ୍ପମାନ ହେଉଅଛି। ଜଳପ୍ରାଚୁର୍ଯ୍ୟ ଭରା ପୃଥିବୀରେ ଭୂତଳ ଜଳର ଅଭାବ ଜୀବଜଗତକୁ ଦୁର୍ବିସହ କରିଦେଉଛି।
ପ୍ରାକୃତିକ ନିୟମର ବିପର୍ଯ୍ୟୟ, ଋତୁଚକ୍ରର ଅନିୟମିତତା, ପାଣିପାଗ ଓ ଜଳବାୟୁର ଅସ୍ଥିରତା, ନାନାବିଧ ଦୁଃସାଧ୍ୟ ଓ ଅଜ୍ଞାତ ରୋଗର ଉଦ୍ଭବ ଇତ୍ୟାଦି ବିଧାତାର ଏକ ଅଭିସମ୍ପାତ ବ୍ୟତୀତ ଅନ୍ୟ କିଛି ନୁହେଁ। ପ୍ରଗତିର ଆଶା ରଖୁଥିବା ମନୁଷ୍ୟର ମଙ୍ଗଳ ପାଇଁ ବିଜ୍ଞାନ ଅନିବାର୍ଯ୍ୟ। ବିଜ୍ଞାନକୁ ବିଧାତାର ବରଦାନ ରୂପେ ଗ୍ରହଣ କରି ତାହାର ମଙ୍ଗଳର ଶକ୍ତିକୁ କେବଳ ମାନବର ସେବାମୂଳକ କାର୍ଯ୍ୟରେ ବିନିଯୋଗ କରିବା ଉଚିତ। ଯାହା ପ୍ରକୃତି ବିରୋଧୀ, ନୈତିକତା ବିରୋଧୀ, ଯାହାର ସୁଦୂର ପ୍ରସାରୀ ପରିଣତ କେବଳ ଧ୍ୱଂସ, ସେଭଳି ଆବିଷ୍କାର ଓ ଉଦ୍ଭାବନକୁ ପରିତ୍ୟାଗ କରିବା ଉଚିତ। କେବଳ କଲ୍ୟାଣକାରୀ ମାର୍ଗରେ ବିଜ୍ଞାନ ପରିଚାଳିତ ହେଲେ ହେଁ ବିଶ୍ୱ ଶାନ୍ତି ପ୍ରତିଷ୍ଠା ହୋଇପାରିବ ଓ ମନୁଷ୍ୟ ସୁଖରେ ଜୀବନଯାପନ କରିପାରିବ।